যীশুଖ୍ରୀଷ୍ଟଙ୍କର ମଧୁରମୟ ନାମର ଧନ୍ୟବାଦ ପୁଣି ପ୍ରତ୍ୟେକଙ୍କୁ ନମସ୍କାର। ଆଜି ଦିନ ପ୍ରଭୁ ଆମମାନଙ୍କୁ ନିତାନ୍ତ ଆଶୀର୍ବାଦ କରିଛନ୍ତି ବୋଲି ଆମେ ବିଶ୍ୱାସ କରୁଛୁ। ଦେଖନ୍ତୁ ଜ୍ଞାନୀ ସଲୋମନ এই ଜଗତରେ ଥିବା ସମୟରେ ସେ କ'ଣ କଲେ, ସେ ଏ ଜଗତର ସବୁ ବିଷୟକୁ ପରଖିଲେ, ଚାଖିଲେ, ଆସ୍ୱାଦନ କଲା ପରେ ସେ ଗୋଟେ ସିଦ୍ଧାନ୍ତରେ ପହଞ୍ଚୁଛନ୍ତି, ଏଇ ସୂର୍ଯ୍ୟ ତଳେ ମନୁଷ୍ୟମାନଙ୍କ ମଧ୍ୟରେ କୌଣସି ସାର ବିଷୟ ନାହିଁ, ଅସାର ହିଁ ଅସାର, ସବୁ ହିଁ ଅସାର ବୋଲି ସେ କହିଲେ। କିନ୍ତୁ ଶେଷରେ ଉପଦେଶକ 12 ଅଧ୍ୟାୟ ତା 13 ପଦରେ ସେ ଗୋଟେ କଥା କହିଲେ, ସାର କଥା ଏହି ସବୁ ଶୁଣାଯାଇଅଛି, ପରମେଶ୍ୱରଙ୍କୁ ଭୟ କର ଓ ତାହାଙ୍କର ଆଜ୍ଞା ସବୁ ପାଳନ କର, କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ ବୋଲି ସେ କହିଲେ। ପରମେଶ୍ୱରଙ୍କୁ ଭୟ କରିବା, ପରମେଶ୍ୱରଙ୍କର ଆଜ୍ଞା ସବୁ ପାଳନ କରିବା, ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ ଅଟେ। ଏହା ବାଇବଲର ସାର ବିଷୟ ଅଟେ। ତାହା ମନୁଷ୍ୟମାନଙ୍କୁ ଆପଣାର କରିବାକୁ ପଡ଼ିବ। ପରମେଶ୍ୱରଙ୍କୁ ଭୟ କରିବାର ଅଛି, ପରମେଶ୍ୱରଙ୍କ ବାକ୍ୟ ପାଳନ କରିବା ହିଁ ଈଶ୍ୱରଙ୍କ ଦୃଷ୍ଟିରେ ସାର, ଏ ଜଗତ ଦୃଷ୍ଟିରେ ମଧ୍ୟ ସାର ଅଟେ।